ହ୍ୟାଲୋ, ହାଏ, ନମସ୍କାର। କଟକ ସିଏସିକୁ ସ୍ୱାଗତ। ଆଜି ଆମେ ଶିଖିବା ନୂଆ ପ୍ୟାନ୍ କାର୍ଡ କେମିତି ଆପ୍ଲାଏ ହେଇପାରିବ ଡିଜିଟାଲ ପୋର୍ଟାଲ ମାଧ୍ୟମରୁ, ଡିଜିଟାଲ ସେବା ପୋର୍ଟାଲ ମାଧ୍ୟମରୁ। ସେଥିପାଇଁ ଆମକୁ ପ୍ରଥମେ ଗୁଗୁଲ କ୍ରୋମକୁ ଯିବାକୁ ପଡ଼ିବ। ଗୁଗୁଲ କ୍ରୋମକୁ ଯାଇ ଡିଜିଟାଲ ସେବା ଲଗ୍ଇନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଡିଜିଟାଲ ସେବା ଲେଖି ସର୍ଚ୍ଚ କରିବାକୁ ପଡ଼ିବ। ଲଗ୍ଇନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଲଗ୍ଇନ୍ କରିବାକୁ ଗଲେ ୟୁଜର ଆଇଡି ପାସୱାର୍ଡ ଦେଇ କ୍ୟାପଚର ଦେଇ ଏଣ୍ଟର ମାରିବାକୁ ପଡ଼ିବ। ସାଇନ୍ ଇନ୍ କଲା ପରେ ସର୍ଚ୍ଚ ବାରରେ NSDL ପ୍ୟାନ୍ ଲେଖି ସର୍ଚ୍ଚ କରିବାକୁ ପଡ଼ିବ। ସର୍ଚ୍ଚ କଲା ପରେ ଏଠି ଲଗ୍ଇନ୍ ୱିଥ୍ ଡିଜିଟାଲ ସେବା କନେକ୍ଟ ଉପରେ କ୍ଲିକ୍ କଲା ପରେ ନ୍ୟୁ ଆପ୍ଲିକେସନ ଉପରକୁ ଆସିବାକୁ ପଡ଼ିବ। ଏଠାରେ ପ୍ୟାନ୍ ଇଣ୍ଡିଆ ସିଟିଜେନ୍ ଫର୍ମ 49A ସିଲେକ୍ଟ କଲା ପରେ ଇଣ୍ଡିଭିଜୁଆଲ ଉପରେ କ୍ଲିକ୍ କରି ଫିଜିକାଲ ପ୍ୟାନ୍ କାର୍ଡ ଏବଂ ଇ ପ୍ୟାନ୍ ଉପରେ କ୍ଲିକ୍ କରି ସେଠାରେ ଲୋକର ନାଁ ଦେବେ, ଯେଉଁ ଲୋକର ପ୍ୟାନ୍ କାର୍ଡ ହବ। ନାଁ ଦେଇ ସାରିଲା ପରେ ଡେଟ୍ ଅଫ୍ ବାର୍ଥ ଦେଇ ସାରିଲା ପରେ ମୋବାଇଲ ନମ୍ବର ପରେ ଇମେଲ ଆଇଡି ଦେଇ ସବମିଟ୍ ଉପରେ କ୍ଲିକ୍ କରିବେ। ସବମିଟ୍ ଉପରେ କ୍ଲିକ୍ କଲା ପରେ ପ୍ରୋସିଡ୍ ଟୁ NSDL ପୋର୍ଟାଲ ଉପରେ କ୍ଲିକ୍ କରିବେ। ତାପରେ ଆପଣଙ୍କର ମୋବାଇଲ ନମ୍ବର ସହିତ ଯେଉଁଟା NSDL ସହିତ ଲିଙ୍କ ଥିବ ସେଇ ମୋବାଇଲ ନମ୍ବରଟି ଦେଇ ଏଣ୍ଟର କଲା ପରେ ଓଟିପି, ଯେଉଁ ଓଟିପିଟି ଆସିବ ସେଇ ଓଟିପିଟିକୁ ଏଠାରେ ଦେଇ ସବମିଟ୍ ଉପରେ କ୍ଲିକ୍ କରିବେ। ଏଠାରେ ଆଧାର ନମ୍ବର ଦେବାକୁ ପଡ଼ିବ। ଆଧାର ନମ୍ବର ଦେଇ ସାରିଲା ପରେ ଟାଇଟେଲ ଉପରେ କ୍ଲିକ୍ କରି ଟାଇଟେଲ ଦେବାକୁ ପଡ଼ିବ। ମିଷ୍ଟର କି ମିସ୍ କି କୁମାରୀ ଦେଇ ସାରିଲା ପରେ ତାଙ୍କର ଲାଷ୍ଟ ନେମ୍, ଫାର୍ଷ୍ଟ ନେମ୍, ତାପରେ ଜେଣ୍ଡର ଏଣ୍ଟର କରିବାକୁ ପଡ଼ିବ। ଜେଣ୍ଡର ଉପରେ କ୍ଲିକ୍ କଲା ପରେ ତଳେ ଯେଉଁ ଟିକ୍ ମାର୍କ ଦେବା ପାଇଁ ଯେଉଁ ଅଛି ସେଠି ଟିକ୍ ମାର୍କ ଦେଇ ସବମିଟ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ପୁଣି ଆଉ ଥରେ ନେକ୍ସଟ କରିବେ। ତାପରେ ଏଠି नो ଉପରେ କ୍ଲିକ୍ କରି ବାପାଙ୍କ ନାଁ ତାଙ୍କର ଏଣ୍ଟର କରିବେ। ଯାହାର ମାଙ୍କ ନାଁ ଯାହାର ଏଣ୍ଟର ହବ ସେଠି ୟେସ୍ ଉପରେ କ୍ଲିକ୍ କରି ମାଙ୍କ ନାଁ ଏଣ୍ଟର କରିବାକୁ ପଡ଼ିବ। ତାପରେ ଫାଷ୍ଟ ବାପାଙ୍କ ଲାଷ୍ଟ ନେମ୍, ଫାର୍ଷ୍ଟ ନେମ୍, ତାପରେ ମିଡିଲ ନେମ୍ ଦେଇ ରି ଏଣ୍ଟର ଫାଦର୍ସ ନେମ୍ ଜାଗାରେ ବି ପୁଣି ଆଉ ଥରେ ଦେବାକୁ ପଡ଼ିବ। ଦେଇ ସାରିଲା ପରେ ତଳେ ଲାଷ୍ଟକୁ ଯାଇ ନେକ୍ସଟ ଉପରେ କ୍ଲିକ୍ କରିବେ। ଦେଇ କ୍ଲିକ୍ କରିବେ, ତଳକୁ ଯାଇ ନେକ୍ସଟ କରିବେ। ଏଠାରେ ଏରିଆ STD କୋଡ୍ 0674 କଟକର ସେଇଟା ଦିଆହେବ। ଆପଣଙ୍କ ଏରିଆର ଯେଉଁ STD କୋଡ୍ ଥିବ ସେଇଟା ଆପଣ ଦେବେ। ତାପରେ AO କୋଡ୍ ଆଇଲା, ଆପଣ ପିନକୋଡ୍ ମାଇଲା ପରେ AO କୋଡ୍ ଅଟୋମେଟିକ୍ ଆସିଯିବ। ତାପରେ ଯେଉଁ ଜାଗାରୁ ଆପ୍ଲାଏ କରୁଛନ୍ତି ସେ ଜାଗାର ଜାଗାରେ ସେଇ ଜାଗାର ନାଁ ଦେଇ ଏଣ୍ଟର କରିବେ। ସବୁ କିଛି ସବମିଟ୍ ହେଇସାରିଲା ପରେ ଏଇଟା ପ୍ରିଭ୍ୟୁ ଆସିଯିବ। ପ୍ରିଭ୍ୟୁ ଆସିଲା ପରେ କନଫର୍ମ ଉପରେ କ୍ଲିକ୍ କଲା ପରେ KYC OTP ବେସ୍ KYC ଉପରେ କ୍ଲିକ୍ କରିବେ। ସେଟା ଯେଉଁ OTPଟି ଆସିବ ସେ OTP ଦେଇ ସବମିଟ୍ କରିବେ। OTP ଦେଇ ସବମିଟ୍ କଲା ପରେ
ଇ କେୱାଇସି ଅଥେଣ୍ଟିକେସନ୍ ସକ୍ସେସଫୁଲ୍ ହେବ। ପୁଣି ଆଉ ଥରେ ଇ ସାଇନ୍ ଅଥେଣ୍ଟିକେସନ୍ କରିବା ପାଇଁ ଓଟିପି ଗୋଟେ ଯିବ। ଟିକ୍ ମାର୍କ ଉପରେ କ୍ଲିକ୍ କରି ଆଧାର ନମ୍ବର ଦେଇ ସେଣ୍ଡ ଓଟିପି ଉପରେ କ୍ଲିକ୍ କରିବାକୁ ପଡ଼ିବ। କ୍ଲିକ୍ କଲା ପରେ ଓଟିପି ଯେଉଁ ଓଟିପିଟି ଆସିବ ସେ ଓଟିପିକୁ ଦେଇ ଏଠାରେ ଭେରିଫାଇ ଓଟିପି ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏଠାରେ ପେ କରିବାକୁ ପଡ଼ିବ। ଆପଣଙ୍କର ପେମେଣ୍ଟରୁ ବାସ୍ ପେମେଣ୍ଟ ପେଜ୍ ଆସିଗଲା। ଏଥିରେ ପେମେଣ୍ଟ କରିବାକୁ ପଡ଼ିବ। ଏଥିରେ ପେମେଣ୍ଟ କରିବା ପାଇଁ CSC ID ପାସୱାର୍ଡ଼ ଏବଂ ୱାଲେଟ୍ ପାସୱାର୍ଡ଼ ଦରକାର ପଡ଼ିପାରେ। 96.81 रुपीज मात्र कटिବ। कटि सारा पर आपणकर आप्लिकेसन सक्सेसफुल सबमिट हो गला। ଆପଣ ଯଦି ଚାହିଁବେ ଆପଣ ଯେଉଁ ମେଲ୍ ଆଇଡି ଦେଇଥିବେ ସେ ମେଲ୍ ଆଇଡିରୁ ଯାଇ ପ୍ୟାନ୍ ଆପ୍ଲିକେସନ୍ ଫର୍ମଟିକୁ ଡାଉନଲୋଡ୍ କରିପାରିବେ। ଯେଉଁ ଲୋକର ଆପ୍ଲାଏ ହେଲା ତାଙ୍କୁ ଦେଇପାରିବେ। ଆଉ ଏଥିରେ ବହୁତ ଜଲ୍ଦି ପ୍ୟାନ୍ କାର୍ଡ଼ ଜେନେରେଟ୍ ହୋଇ ଆସିଯାଉଛି। ଏଟା ପ୍ୟାନ୍ ରିସିପ୍ଟ। ଆଉ ଏଟା ପ୍ୟାନ୍ ଫର୍ମ। ପ୍ୟାନ୍ ଫର୍ମକୁ ଓପନ୍ କରିବା ପାଇଁ ଫୁଲ୍ ଡେଟ୍ ଅଫ୍ ବାର୍ଥ ପାସୱାର୍ଡ଼ ଦେବାକୁ ପଡ଼ିପାରେ। ଏଟା ହେଲା ପ୍ୟାନ୍ ଫର୍ମ। ଆଜିର ଭିଡ଼ିଓ ଏତିକି ପାଇଁ ଥିଲା। ରହୁଛି। ଜୟ